ସକାଳର ଟିଫିନ୍ ହେଉ ବା ସନ୍ଧ୍ୟାର ଡିନର, ପୂଜା ବାର ଦିନରେ ପିଲାମାନଠାରୁ ବୟସ୍କମାନ ପର୍ଯ୍ୟନ୍ତ ସ୍ପେଶାଲ ଡିନର ଆଠାରୁ ଆଉ କିଛି ନାହିଁ। ଦେଖନ୍ତୁ, ଆଖି ବି ଭଲ ଦୁଶୁଛି ଏବଂ ଟେଷ୍ଟି, ୟମି ଏବଂ ଶୀଘ୍ର ବି ବନିଯିବ ଏବଂ ଅଳ୍ପ ସମୟ ଭିତରେ ଅଳ୍ପ ଉପକରଣ। ଦେଖନ୍ତୁ, ମୁଁ ବୁଟ ନେଇଛି। ବୁଟ ପୂର୍ବଦିନ ରାତିରୁ ମୁଁ ଭିଜେଇ ନେଇଛି। ଆମର ମେମ୍ବର ଅନୁସାରେ କ୍ୱାଣ୍ଟିଟି ଅଧିକା ବା କମ୍ କରିପାରିବା। ଦେଖନ୍ତୁ, ଭଲ ଭାବେ ସିଏ ପୁରା ବତୁରି ଯାଇଛି। ଏବେ କ'ଣ କରିବା, ପ୍ରେସର ନେବା। ପ୍ରେସରରେ ବୁଟକୁ ଆମେ ଭଲ ଭାବେ ପୁଣି ଥରେ ଭଲ ବୁଟ ବୁଡ଼ିଲା ପର୍ଯ୍ୟନ୍ତ ସେଥିରେ ପାଣି ଦେଇଦେବା। ତାପରେ ଆମେ କିଛି ଅଳ୍ପ ତେଲ ଦେବା, ଯାହାଦ୍ୱାରା କି ଆମେ ସେ ମାନେ ଉତରିବନି, ବାହାରକୁ ଆସିବନି, ପ୍ରେସର ଯେଉଁ ବାହାରକୁ ଆସି ସେଭଳି ଆସିବନି। ତାପରେ ବାସ୍ନା ପାଇଁ ଆମେ ଟିକେ ତେଜପତ୍ର ଦେବା। ତେଜପତ୍ର ସହିତ ଲବଙ୍ଗ ଦେଇପାରିବେ, ଅଳେଇଚ ମଧ୍ୟ ଦେଇପାରିବେ, କାରଣ ସେ ଟିକେ ମିଠା ଅଂଶ ଆସିଯାଏ। ତେଣୁକରି ମୁଁ ଦେଇନି, ମାନେ ଆପଣ ବି ଦେଇପାରିବେ ଆପଣ ପସନ୍ଦ ଅନୁସାରେ। ଦେଖନ୍ତୁ, ମୁଁ ଏବେ ତାପରେ ସେ ପ୍ରେସର ବସାଇ ନେଲା ପରେ ମୁଁ ଦୁଇଟା ଟମାଟୋ ନେଇଛି। ଦୁଇଟା ଟମାଟୋକୁ ମୁଁ ଲମ୍ବା ଲମ୍ବା କରି ସରୁ ପତଳା କରି ମୁଁ କାଟି ନେଇଛି। ତା ସହିତ ଆମର ବାଡ଼ିରେ ହେଇଥିବା ଭୃସଙ୍ଗ ପତ୍ର ବି ନେଇଛି, ଆମର ଗୋଟେ ଦରକାର ପଡ଼ିବ। ଜି କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ, କାରଣ ଏଥିରେ ଆମେ ବାହାର ମସଲା କିମ୍ବା ଅତ୍ୟଧିକ କୌଣସି ତେଲ ୟୁଜ୍ କରୁନୁ ଏବଂ ପୁରା ଖାଣ୍ଟି ଓଡ଼ିଆ ଖାଇବା। ଦେଖନ୍ତୁ, ଏଥିରେ କ'ଣ କାଜୁ, ଜିରା ଏବଂ ଏସବୁ ଫୁଲ ଏସବୁ ନେଇଛି, କାରଣ ମୁଁ ପ୍ରଥମରୁ ଷ୍ଟାର୍ଟିଂରୁ କହୁଛି ଇଏ ବିନା ପିଆଜ ରସୁଣରେ ଇଏ ଆମେ ବାରବ୍ରତ, ମାନେ ଯେଉଁ ବାରବ୍ରତରେ ବି ଅକେଜନରେ ହେଉ, ମାନେ ଗେଷ୍ଟ ବି ଆସନ୍ତି, ସେଇ ସମୟରେ ଆମେ କ'ଣ ମାନେ ବାରବ୍ରତ ଥିବ, ଗେଷ୍ଟ ଆସିବ, ଆମେ କ'ଣ କରିବା ଭାବରେ ଏଇ ଆମେ ପ୍ରିପାରେସନ୍ କରିପାରିବା। ଦେଖନ୍ତୁ, ଟମାଟୋ ବି ସେଥିରେ ମୁଁ ଜାର୍ରେ ଦେଇଦେଲି ଏବଂ ଏସବୁ ଗୁଡ଼ିକ ମୁଁ ଭଲ ଭାବେ ମିକ୍ସ କରିନେବି। ଏପଟୁ ଦେଖନ୍ତୁ, ଅଳ୍ପ ମୁଁ ଗହମ ଚୁନା ନେଇଛି। ଆମର କ୍ୱାଣ୍ଟିଟି ଅନୁସାରେ, ମେମ୍ବର ଅନୁସାରେ ଆମେ କମ୍ ବା ଅଧିକା କରିପାରିବା। ଯେହେତୁ ଆମର 4 ଜଣ ମେମ୍ବର ଥିଲୁ, ତା ଅନୁସାରେ ମୁଁ ସେଇ ହିସାବରେ ମୁଁ ଅଟା ନେଇଛି ଏବଂ ଅଟାକୁ ଭଲ ଭାବେ ଚକୁଡ଼ି ନେଇଛି। ଅଳ୍ପ ଅଳ୍ପ କରି ଆମେ ଅଟାକୁ ଚକୁଡ଼ି ନେଇଛି। ଆପଣମାନେ ତେଲ ବି ୟୁଜ୍ କରିଥିବେ, ମୁଁ କେବେ ବି ତେଲ ଦେଇଏନି, ତଥାପି ସେ ପୁରା ମାନେ ରୋଷ୍ଟ ହୋଇଯାଏ। ଦେଖନ୍ତୁ, ଏବେ କଢ଼େଇ ବସାଇ ନେଲି। କଢ଼େଇ ବସାଇ ନେଲା ପରେ ଅଳ୍ପ ତେଲ, ଗୋଟେ ସ୍ପୁନ୍ ତେଲ ନେଲା ପରେ ଯାଇକି ସୋରିଷ ଏବଂ ଜିରା ଏବଂ କିଛି ଶୁଖିଲା ଲଙ୍କା, ବାସ୍ ସେତିକି ହିଁ ଦେଇଛି। ଅଳ୍ପ ଜିରା ବି ଆପଣ ଦେଇପାରିବେ, ଯେହେତୁ ମୁଁ ସେଥିରେ ଜିରା ବାଟି ନେଇଛି, ଜିରା ବି ଦେଇନି। ତ ଦେଖନ୍ତୁ, ଏବେ କ'ଣ କରିବା, ସେଇଟା ମାନେ ଅଳ୍ପ ନ ପୋଡ଼ୁଣୁ ଆମେ ସେଥିରେ ମସଲାଟା ବି ଏଡ଼୍ କରିଦେବା। ଦେଖନ୍ତୁ, ଭଲ ଭାବେ ଭାଜି ନେବା ଏବଂ କିଛି ସମୟରେ 2ରୁ 3 ମିନିଟ୍ ଆମେ ପୁରା ଛାଡ଼ିଦେବା। ସ୍ଲୋ ଫ୍ଲେମ୍ କରିଦେବା, ପୁରା ସ୍ଲୋ ଫ୍ଲେମ୍, ଏବଂ ସିଏ ପୁରା କଷି ହେଇଯିବ। ସପ୍ତାହରେ 2-3 ଥର କରି ମାନେ ଟିଫିନ୍ଟା ଆପଣ ବନେଇକି ଖାଇପାରିବେ। ଦେଖନ୍ତୁ, ଏ ମସଲାଟା ପୁରା କଷି ହେଇଛି ଏବଂ ପୁରା ଭାଜି ହେଇଛି, ତେଲଟା ପୁରା ଛାଡ଼ି ଯାଇଛି। ଅଳ୍ପ ତେଲରେ, କେବଳ ଗୋଟେ ସ୍ପୁନ୍ ତେଲରେ ଦେଖନ୍ତୁ ପୁରା ମସଲାଟା ବ୍ରାଉନ୍ କଲର୍ ଆସିଯାଇଛି। ଏବେ କ'ଣ କରିବା, ଆମେ ଯେଉଁ ଦେଖନ୍ତୁ ଏପଟ ସାଇଡ଼୍ ମୁଁ ପୁରୀ ଗୁଡ଼ିକ ପୁରା ବେଲି ନେଇଛି ଏବଂ ଏବେ ବର୍ତ୍ତମାନ କ'ଣ କରିବା, ଆମର ବୁଟ ସିଝି ଯାଇଛି। ମନେ କରିବେ, ବୁଟରେ ଆମେ କେବଳ 2ଟି ହୁଇସିଲ୍ ଦେବା, ତା ସହିତ ସେ ଗୋଟା ବି ରହିବ। ହାଇ ଫ୍ଲେମ୍ ଦେବାନି, ଆମ ସ୍ଲୋ ଫ୍ଲେମ୍ରେ ବୁଟ ସିଝେଇ ନେବା ଏବଂ ସେଥିରେ ଆମ ବୁଟ ସିଝିଯିବ ଏବଂ ପୁରା ମାନେ ହାତରେ ଯେପରି ଆମେ ଦେଖିବ, ଦେଖନ୍ତୁ ମୁଁ ଏଭଳି ସିଝିଯାଇଛି। ଏବଂ ଏହା ଜଳଖିଆଟି କରିବା ଦ୍ୱାରା ଆମ ପିଲାମାନେ ବି ବାହାରର ମାନେ ଯେଉଁଟାକି ଟିଫିନ୍ଟା ଖାଇବା ପାଇଁ ପସନ୍ଦ କରିବେ ନାହିଁ। ଘରେ ବି ବହୁତ ଟେଷ୍ଟ ଲାଗିବ ଏବଂ ଯାହା ବି ହେଲ୍ଦି ବି, ମାନେ ଗୋଟେ ସପ୍ତାହରେ ଦିନକୁ 4-5 ଥର ଆମେ ମାନେ ମାନେ ମଞ୍ଜି ଏସବୁ ଗୁଡ଼ିକ ଆମେ ଖାଇବା ଦରକାର। ଦେଖନ୍ତୁ, ଏବେ ବର୍ତ୍ତମାନ କ'ଣ କରିବା, ଆମର ସ୍ୱାଦ ଅନୁସାରେ ଲୁଣ ଦେଇଦେବା ଏବଂ ରାଗ ଯେଉଁ ଅନୁସାରେ ଆମର ରାଗ ଦରକାର ସେଇ ଅନୁସାରେ ଆମେ ରାଗ ଦେଇଦେବା। ବେଶୀ ରାଗ ନାହିଁ, ଅଳ୍ପ ମୁଁ ନେଇଯାଇଛି। ତାପରେ ଆମର ହଳଦୀ ଗୁଣ୍ଡ ଏଡ଼୍ କରିଦେବା। ଦେଖନ୍ତୁ, ଏସବୁ ନ ଦେଇ ବି ତା'ର ପୁରା କଲର୍ଟା ପୁରା ବହୁତ ବଢ଼ିଆ ଦିଶୁଥିଲା। ଏବେ କ'ଣ କରିବା, ସବୁଗୁଡ଼ିକ ମିଶାଇ ଦେବା। ସେଥିରେ ଆମର ଜିରା ପାଉଡ଼ର ବି ଦେଇଦେଇଛି ଏଥିରେ, ଆଉ ଅଳ୍ପ ମସଲା ଗୁଣ୍ଡ ଲାଷ୍ଟରେ ବି ଆମେ ଦେଇଦେବା। ଏବେ କ'ଣ କରିବା, ସ୍ଲୋ ଫ୍ଲେମ୍ରେ ହିଁ, ମିଡ଼ିୟମ୍ ଫ୍ଲେମ୍ରେ ଆମେ ସେଗୁଡ଼ିକ ଘୋଡ଼ାଇ ବସାଇ ନେବା। ଆମେ 2ରୁ 3 ମିନିଟ୍ ବସାଇ ନେବା। ଏବେ ଦେଖନ୍ତୁ, ଆମର ପୁରା ଘୋଡ଼େଇ ନେଲି। ଏବେ ବର୍ତ୍ତମାନ ଆମର 3 ମିନିଟ୍ ହେଇଗଲା। ଏବେ ବର୍ତ୍ତମାନ କ'ଣ କରିବା, ଆମେ ଅଳ୍ପ ମସଲା ଗୁଣ୍ଡ ଦେଇଦେବା, ପୁଣି ଥରେ 1 ମିନିଟ୍ ଛାଡ଼ିଦେବା। ତାପରେ ଦେଖିବା ଆମର କିଭଳି ତରକାରୀଟା ହେଇଛି। ଏବଂ ଦେଖନ୍ତୁ, ଏପଟେ କ'ଣ କରିବା, ଆମର ଏବେ ବର୍ତ୍ତମାନ ଦେଖନ୍ତୁ ପୁରା ସମ୍ପୂର୍ଣ୍ଣ ଆମର ତରକାରୀଟି ହେଇଛି। ଦେଖନ୍ତୁ, ବହୁତ ଟେଷ୍ଟ, ମାନେ ୟମି ଦିଶୁଛି ଏବଂ ସେଭଳି ଭାବେ ଟେଷ୍ଟ ହେଇଥିଲା। ଆମ ଘରେ ସମସ୍ତଙ୍କୁ ପସନ୍ଦ ଆସିଲା, ସେ ବି ପୁରା ପୋଛାପୋଛି ଭାବେ ଖାଇ ଦେଇଥିଲେ। ଏବଂ ଦେଖନ୍ତୁ, ଅଳ୍ପ ତେଲ ନେଇଛି ମୁଁ, ଯାହାକି ପୁରୀ ବନେଇବା ପାଇଁ। ଦେଖନ୍ତୁ, ମୁଁ ତେଲ ବିଲକୁଲ ନେଇନି, ମୁଁ ସେ କଥା ହିଁ ଆପଣଙ୍କୁ କହୁଥିଲି। ତେଲ ବନେଇବା ବେଳେ ମୁଁ କୌଣସି ବି ତେଲ ମାନେ ଅଟା ଚକୁଡ଼ିଲା ବେଳେ ସେଥିରେ କୌଣସି ମଧ୍ୟ ତେଲ ୟୁଜ୍ କରେ ନାହିଁ, କେବଳ ପାଣିରେ ହିଁ ୟୁଜ୍ କରେ, ପାଣି ବି ୟୁଜ୍ କରେ। ସେଥିରେ
ସେଥିରେ କେବଳ ସ୍ୱାଦ ଅନୁସାରେ ଲୁଣ ଦେଇଥାଏ ଏବଂ ଭଲ ଭାବେ ଚକୁଡ଼ିନିଏ। ଅଳ୍ପ ଅଳ୍ପ କରି ମୁଁ ପାଣି ଚକୁଡ଼ିନିଏ ଏବଂ ଛାଡ଼ିଦିଏ 2ରୁ 3 ମିନିଟ୍ ପୁରା ଘୋଡ଼େଇ ଛାଡ଼ିଦିଏ। ଛାଡ଼ିଲା ପରେ ଆମର ପୁରା ଅଟାଟି ପୁରା ସ୍ମୁଥ୍ ହେଇଯାଏ। ସ୍ମୁଥ୍ ହେଲା ପରେ ଦେଖନ୍ତୁ ପୁରୀ ଗୁଡ଼ିକ ଆମର ପୁରା ଫୁଲିଯାଏ। କିଛି ଆମର ସେଥିରେ ଟେନସନ୍ ନାହିଁ ଏବଂ ଆରାମସେ ଫୁଲିଯାଏ ଏବଂ ପୁରୀ ଗୁଡ଼ିକ ଦେଖନ୍ତୁ ପୁରା ପୁରୀଟା ଭଲ ଭାବେ ଫୁଲି ଯାଇଛି। ସେଇ ଅଳ୍ପ ତେଲରେ ମୁଁ ଆମର ସବୁ ପୁରୀ କାଢ଼ି ନେଇଛି। ଅଳ୍ପ ଅଳ୍ପ କରି ଗୋଟେ ଗୋଟେ ତେଲ ଦେଖନ୍ତୁ ଏସବୁ ପୁରୀ ଅଳ୍ପ ତେଲରେ ହିଁ ହେଇଯାଇଛି। ଆପଣ ଏଇଭଳି ଭାବେ କରନ୍ତୁ, ନିଶ୍ଚୟ ମାନେ ଟେଷ୍ଟ ଲାଗିବ ଏବଂ ସମସ୍ତେ ପରିବାରର ସମସ୍ତେ ହାତ ଚାଟି ଖାଇବେ ଏବଂ ବିନା ପିଆଜ ରସୁଣରେ ଏଭଳି ହେଉଛି ବୋଲି କିଛି ବି ଟେନସନ୍ ନେବା ଦରକାର ନାହିଁ। ସମସ୍ତେ ଖାଇବେ ଏବଂ ସମସ୍ତେ ମାନେ ଖୁସି ହେଇପାରିବେ। ଆପଣ ଯଦି এই ଭିଡ଼ିଓକୁ ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ଦେବେ, ଠିକ୍ ଅଛି, ଯାହାଦ୍ୱାରା କି ଆମର ୟୁଟ୍ୟୁବ୍ ବି ଇମ୍ପ୍ରୁଭ୍ ହେଇପାରିବ। ଦେଖନ୍ତୁ ଆଖି ତ ବହୁତ ଭଲ ଦୁସୁଛି, ଟେଷ୍ଟ ବି ସେଇଭଳିଆ ଲାଗିବ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।